ଗିଳିବ ଗହୀର ବିଲରେ ବାହାଲିଆ ତମ୍ପ। ସାଙ୍ଗମାନେ ସମସ୍ତେ କୁହନ୍ତି ବ୍ୟସ୍ତ ହୁଅ ନାହିଁ, ସମୟ ଆସିଲେ ସବୁ ଠିକ୍ ହେଇଯିବ। କିନ୍ତୁ ଆମେ ବୁଝିବା ଦରକାର କି ସମୟ ଆସିଲେ ନୁହେଁ, ବରଂ ସମୟ ଆସିବା ପୂର୍ବରୁ ନିଜେ ଠିକ୍ ହେଇଯିବା ଦରକାର। ସାଙ୍ଗମାନେ ଶୀତଦିନେ ଯେଉଁ ସୂର୍ଯ୍ୟକିରଣକୁ ମଣିଷ ଭଲ ପାଏ, ଖରାଦିନେ ସେହି ସୂର୍ଯ୍ୟକିରଣକୁ ମଣିଷ ତିରସ୍କାର କରେ। ସୁତରାଂ ଲୋକଙ୍କ ପାଖରେ ତୁମର ମୂଲ୍ୟ ସେତେ ଦିନ ରହିବ ଯେତେ ଦିନ ପର୍ଯ୍ୟନ୍ତ ତୁମକୁ ତା'ର ପ୍ରୟୋଜନ ହିଁ ଥିବ। ବର୍ଷାର ଛୋଟ ଛୋଟ ବୁନ୍ଦା ଲଗାତାର ବର୍ଷିବା ଫଳରେ ଯେପରି ନଦୀ ହୋଇ ବହିଯାଏ, ଠିକ୍ ସେହିପରି ମଣିଷର ଛୋଟ ଛୋଟ ପ୍ରୟାସ ମଧ୍ୟ ଜୀବନରେ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆମ ଜୀବନର ନିୟମ ଠିକ୍ କବାଡ଼ି ଖେଳର ପରି ହୋଇଥାଏ। ସଫଳତାର ଗାର ଛୁଇଁବା ସମୟରେ ହିଁ ଲୋକମାନେ ଆପଣଙ୍କ ଗୋଡ଼ ଟାଣିବା ଆରମ୍ଭ ଦେଇଥାନ୍ତି। ସାଙ୍ଗମାନେ ଆଜିର ଅନୁଚିନ୍ତା ସହ ମୁଁ ଆରମ୍ଭ କରୁଛି ଆଜିର ଏହି ଶୁଭ ସକାଳରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତମ ସୁସ୍ୱାଗତମ ଜଣାଇ ଆଉ ଏକ ନୂତନ ବ୍ଲଗ୍। ତେଣୁ ଏହି ନୂତନ ବ୍ଲଗ୍ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟେ ସୂଚନା ଦେବି ଯେ କି ଯେଉଁ ଚାଷୀ ଭାଇମାନେ ଆମର ଗାଁ ଗହଳିରେ ଘର ବର୍ତ୍ତମାନ ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ ହେଲାଣି। ଯେଉଁ ଚାଷୀ ଭାଇମାନେ ବିଲକୁ ଯାଉଛନ୍ତି ସେମାନେ ସତର୍କତାର ସହ ଯିବେ, ସାଥିରେ ବାଡ଼ି ନେବେ ଏବଂ ସତର୍କତାର ସହ ଯିବେ। କାରଣ ବର୍ତ୍ତମାନ ବର୍ଷା ସିଜିନ୍ରେ ବିଲରେ ବଡ଼ ବଡ଼ ଭୟଙ୍କର ସାପମାନ ସବୁଙ୍କର ଉତ୍ପାତ ବଢ଼େ। ମୁଁ ମଧ୍ୟ ଏଇ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଦେଖେଇବି। ମୁଁ ଯାଇଥିଲି ମେଡ଼ିସିନ୍ ସ୍ପ୍ରେ କରିବା ପାଇଁ ଘାସ ମରା ଔଷଧ, କିଭଳି ଭୟଙ୍କର ସାପ ମୋର ସାମ୍ନାରେ ପଡ଼ିଲା। ତେଣୁ ଆପଣମାନେ ମଧ୍ୟ এই ଭିଡ଼ିଓରେ ନିଶ୍ଚିନ୍ତ ଦେଖିବେ ଏବଂ ଭିଡ଼ିଓଟିକୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ନିଶ୍ଚିନ୍ତ ସବସ୍କ୍ରାଇବ୍ କରିଦେବେ ଏବଂ ଲାଇକ୍ ମଧ୍ୟ ନିଶ୍ଚିନ୍ତ କରିବେ। ଧନ୍ୟବାଦ ସାଙ୍ଗମାନେ। ଆରମ୍ଭ କରିବା ଆଉ ଏକ ବ୍ଲଗ୍ ଏଇ ବର୍ଷା ଝିପିଝିପି ବର୍ଷାରେ ଆଉ ମେଘୁଆ ପାଗରେ ଆଉ ଏକ ନୂତନ ବ୍ଲଗ୍ ଆରମ୍ଭ କରିବା। ଧନ୍ୟବାଦ ସାଙ୍ଗମାନେ। ଆଜିର ଏହି ଶୁଭ ସକାଳରେ ସମସ୍ତଙ୍କୁ ସ୍ୱାଗତମ ସୁସ୍ୱାଗତମ ଜଣାଇ ଆଜି ହାଲକା ହାଲକା ବର୍ଷା ସକାଳୁ ଦେଖିପାରୁଛନ୍ତି। ପୁରା ମୁଁ ଛତା ମଡ଼େଇ ଛାତ ଉପରେ ଅଛି। ଆଉ ଫୁଲ ତୋଳିବା ବାପା ଟିକେ ଯାଇଛନ୍ତି ଆଜି ଠାକୁରଙ୍କ ପାଖକୁ। ତେଣୁ ଫୁଲ ତୋଳିବାର ଦାୟିତ୍ୱ ଆଜି ମୋର। ତେଣୁ ମୁଁ ଆଜି ସାରା ଫୁଲ ଆଜି ତୋଳିବି, ଠାକୁରଙ୍କ ପାଖକୁ ଆଜି ପଠେଇବି ସକାଳୁ ସକାଳୁ। ତେଣୁ ସାଙ୍ଗମାନେ ଦେଖିପାରୁଛନ୍ତି କେତେ ଫୁଲ ଆଜି ଫୁଟିଛି, ଆପଣମାନେ ଦେଖାଉଛି ଦେଖିପାରୁଛନ୍ତି ସାଙ୍ଗମାନେ। ଫୁଲ ପୁରା ସାରା ଫୁଲ ଆଜି ଫୁଟିଛି, ବହୁତ ଫୁଲ ଆଜି ଫୁଟିଛି। ମୁଁ ଆଜି ଫୁଲ ମୋ ଦାୟିତ୍ୱ ଆଜି ମୁଁ ଆଜି ଫୁଲ ତୋଳିବି। ମନ୍ଦାର ଫୁଲ ବି ବହୁତ ଫୁଟିଛି, ଟଗର ଫୁଲ ବି ଆଜି ଫୁଟିଛି ବହୁତ, ଦେଖିପାରୁଛନ୍ତି ସାଙ୍ଗମାନେ। ସାରା ଫୁଲ ଆଜି ଫୁଟିଛି। ମୁଁ ଆଜି ଫୁଲ ମୋର ଦାୟିତ୍ୱ ଆଜି ନା ବର୍ଷା ପକାଉଛି, ହାଲକା ହାଲକା ବର୍ଷା। କାଲି ରାତିରୁ ଝିପିଝିପି ବର୍ଷା। ସେପଟେ ଚମ୍ପା ଗଛରେ ବି ଚମ୍ପା ଫୁଲ ବହୁତ ଫୁଟିଛି, ଦେଖିପାରୁଛନ୍ତି। ଚମ୍ପା ଗଛରେ ଚମ୍ପା ଫୁଲ ଆଜି ବହୁତ ଫୁଟିଛି। ଫୁଲ ଆଜି ତୋଳା ହେବ, ଠାକୁରଙ୍କ ପାଖକୁ ଯିବ, ରହିବ। ତାପରେ ସେପଟରେ ଚଢ଼େଇ ତା'ର ଖାଦ୍ୟ ସଂଗ୍ରହ କରି ଦେଖିପାରୁଛନ୍ତି ଆସିକିରି ପହଞ୍ଚିଗଲାଣି, ତା ଛୁଆଙ୍କ ପାଖରେ ପହଞ୍ଚି ଯାଉଛି, ଆଉଛି ଯାଉଛି। ଚଢ଼େଇଟେ ବର୍ଷା ଦେଇଛି। ଧନ୍ୟବାଦ ସାଙ୍ଗମାନେ। ବର୍ତ୍ତମାନ ଫୁଲ ତୋଳିବା। ସାରା ଫୁଲ ଛାତ ଉପରେ ଯେତିକି ଥିଲା ସବୁ ତୋଳା ହେଇଗଲା। ଆଉ ବର୍ତ୍ତମାନ ଆମକୁ ଠାକୁରାଣୀ ପାଖକୁ ଆମେ ନେଇଯିବା। ଆଉ ସବୁ ଫୁଲ ତୋଳା ଛାତ ଉପରେ ଯାହା ଥିଲା ଆପଣ ଦେଖିପାରୁଛନ୍ତି ସବୁ ତୋଳା ହେଇଗଲା। ବର୍ଷା ପକାଉଛି, ଆଉ ଅଧିକ ଫୁଲ ତୋଳି ହେବନି, ଓଦା ହେଇଯାଉଛି। ଚମ୍ପା ଫୁଲ, କନିର ଫୁଲ, ମନ୍ଦାର ଫୁଲ, ଟରାଟ ଫୁଲ ସବୁ ତୋଳା ହେଇଗଲା, ଦେଖିପାରୁଛନ୍ତି ସାଙ୍ଗମାନେ। ତେଣୁ ବର୍ତ୍ତମାନ ଆମକୁ ଠାକୁରାଣୀ ମନ୍ଦିରରେ ନେଇ ଦେଇଦେବା। ଧନ୍ୟବାଦ। ହଁ ଦେଖିପାରୁଛନ୍ତି ସାଙ୍ଗମାନେ, ବର୍ତ୍ତମାନ ମୁଁ ଆସି ଆମ ଗାଁ ଠାକୁରାଣୀ ମନ୍ଦିରରେ ପହଞ୍ଚିଗଲି। ସବୁ ନନା ମଧ୍ୟ ଆସି ବଢ଼ିଆ ଟାଇମ୍ରେ ପହଞ୍ଚିଗଲେଣି। ଆଉ ଠିକ୍ ଟାଇମ୍ରେ ଫୁଲଟା ଜଲ୍ଦି ଆସେ, ଆଜି ଟିକେ ଡେରି ହେଇଗଲା। ତେଣୁ ଫୁଲଟା ଟିକେ ପହଞ୍ଚିଗଲା। ଠାକୁରାଣୀଙ୍କ କତିରେ ମାଆମାନେ ସବୁ ଆସି ପହଞ୍ଚିଗଲେଣି। ଯେଉଁମାନେ ଫୁଲ ଦେବା କଥା ସେମାନେ ଦେଇଦେଲେଣି। ନନାଙ୍କ ହାତରୁ ଟିକେ ଫୁଲଟା ଦେଇଦେବା। ନନା ନେଲେ ନନା ଫୁଲଟା ବାସ୍। ନନାଙ୍କ ହାତକୁ ମଧ୍ୟ ଫୁଲଟା ମୁଁ ଦେଇଦେଲି। ନନା ଆସି ପହଞ୍ଚିଗଲେ। ଦୁଃଖ ନନା ଆମର। କେତେ ସାରା ଫୁଲ ଆଜି ଆସିଛି ମାଆଙ୍କ ପାଇଁ, ଦେଖିପାରୁଛନ୍ତି ସାଙ୍ଗମାନେ। ବହୁତ ଫୁଲ, ପୁରା ଗାଁ ସାରା ଲୋକମାନେ ଫୁଲ ଦିଅନ୍ତି ଏବଂ ଅନ୍ୟମାନେ ମାଆମାନେ ମଧ୍ୟ ସବୁ ଆସିଛନ୍ତି ଠାକୁରାଣୀଙ୍କର ପୂଜା ପାଇଁ। ଆଉ ଧନ୍ୟବାଦ ସାଙ୍ଗମାନେ। ବର୍ତ୍ତମାନ ଆମେ ଯିବା। ହଁ ବର୍ଷା ତ ଆଜି ହେଉଛି, ଝିପିଝିପି ବର୍ଷା, କିଛି କାମ ନାହିଁ ଆଜି। ହଁ ତେଣୁ ମୋବାଇଲରେ ଟାଇମ୍ ପାସ୍ ପାଇଁ ନନା ଟାଇମ୍ ପାସ୍ ପାଇଁ ମୋବାଇଲ ଅଛି, କିଛି ଅସୁବିଧା ନାହିଁ ହେଲା।
मंदिरटा केटे सुंदर है आप देखो आम गाँ ठाकुराणी मंदिर। धन्यवाद सांग सका देखिए फूल तोड़ा सरीगला फूल तोड़ा सरी ठाकुराणी मंदिर में दिगला आ बर्तमान तो पाग वर्षा पाग आज गोरु गाई आज सेवा चलो आज भूसी कटा हो गाई गोरु आज खाया दिहब वर्षा तो से भाया है बिलबारी कार्य हवा कथा तली तो पड़ी तेणु आज सब यही कार्य सब दिन मान सारा आज चलो भूसी कटा हे गाई खाया दिहब घास मिसा हे यही सब कार्य आज दिन मान सारा मैंने देखिपुर तेणु आपण मैंने जो मैंने सब गाँव में अच्छा जो मैंने भिडियोटी देखुं घर मंगल निजर मंगल गोटे गोटे गाई घरे रखु तार सका तार नित्य काम नित्य तार जा कार्य तार टे सेवा करत परिवार रे शांति आसो घर मंगल हम आ गोमाता आशीर्वाद करेंगे। हाँ स्मरण रखिए जो मैंने गाई पाली गाई पालिया को चेष्टा कर जीवन में जब न पाली पारे गाईकर आश्रम अच्छी विभिन्न आश्रम नहीं छाड़े ना गोशाला नहीं छाड़े केवे पठाण मुसलमान को गाई बिकिबे ना एक कथा स्मरण रखिए बुझिपारे बा घर लोक देखी देवे से जमी नहीं पाल आज पर्यटन मो बापा जिते गाई गोरु पाली आम मो नजर में आम केवे मुसलमान को गाई दे ना तेणु धन्य सांग मैंने भूसीटा एमती कटा हुए और घास कटा हे मिसा हे बुटी बिरी बती अच्छी जो गाई आज दिया हम सांग मैंने जो मैंने भिडियो देखुं जो चैनल को जब सब्सक्राइब करना ताहले सब्सक्राइब करदे आउ कमेंट निश्चित जनइबे मोर ब्लॉगटा केमती सांग मैंने देखी पार्टी कि साप है भाई तंपटा माना कौन मुंड एत बड़ा मुंड देखा तंपटा नाई 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 से बामुणी मेघटा धरी सांग मैंने यहाँ कि साप देख गहिर बिल यहाँ कि साप बेंगर मुंडटा देखुन कोई से देखा ये नरसाई ये की साप नरसाई देखो तो सांग मैंने कि साप आप सीधा सड़क तो कमेंट रे कहिए पूरा मुंडटा को बेंगर 50% ता भीतर पूरी या उठिबनी आज मत तो कौन लगुच मत हाराहारी केते लंबा लो
ଛାଟି ତ ମୁଣ୍ଡ ଉପରେ ଟାଣି ଦିଅ ଏଇ ତ ସବୁ କହିଲା ବାଡ଼ିଟା ସଦାବେଳେ ସେକେଣ୍ଡ ଏ ଯେଉଁ ବାଡ଼ି ତମେ ଆଣିଛ ଏବେ ନାଁକୁ ମାତ୍ର ନା ଧରିକି ଦେଖିଲ କିଏ କଣ ଇଏ ବାଡ଼ାବାଡ଼ି କରୁଛି ଆହାରଟା ଧରି କି ସାପ ଆହାରଟା ଧରିଛି ତ ବାଡ଼ାବାଡ଼ି ସେ ଯେଉଁ ଟୋଟାଲ ସେଟାକୁ ଗିଳି ସାରିଲା ବେଙ୍ଗଟା ଗିଳୁଛି ଦେଖିପାରୁଛନ୍ତି ଗେଣ୍ଡାଳିଆ ତ ନାଇଁ ଗେଣ୍ଡାଳିଆ ତମ୍ପ ହେଲେ ଏତେ ଲମ୍ବା ହେବନି ଗେଣ୍ଡାଳିଆ ତମ୍ପ ହେଲେ ଲମ୍ବା ହେବ ହଁ ସେ ଗିଳିଦେବ ମାନେ ତାର ହାରାହାରି ହେଲା ଭଳିଆ ହେଇଛି ହାରାହାରି ସେ ତାର 60% ଗିଳି ସାରିଲାଣି ମାନେ ବେଙ୍ଗର ମୁଣ୍ଡ ଫୁଣ୍ଡ ସବୁ ପାଟି ପୁରେଇ ସାରିଲାଣି ବେଙ୍ଗ ତଥାପି ଛାଟି ପିଟି କି ସାପ ସାଙ୍ଗମାନେ ଆପଣମାନେ କମେଣ୍ଟରେ ଦେଖି ନିଶ୍ଚିନ୍ତ କହିବେ ଗହୀର ବିଲରେ ଟାଣିଲା ହଁ ଟାଣିଲା 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 ତଥାପି ସେଟା ଆହୁରି ଘଣ୍ଟାଟେ ଲାଗିବ ହଁ ଆହୁରି ଘଣ୍ଟାଟା ନାଇଁ ଏତେ ଜଲ୍ଦି ହଁ ଧରିଛି ବଡ଼ ସହକରେ ଆଉ ମୋଟି ମୋଟି ତା ଛଡ଼ିଆଟା ଭାରି ଆହାର ଛଡ଼େଇବ ସେ ଉଠିବ ଯଦି ମାରିବ ଆମକୁ ଗୋଡ଼େଇକି କ'ଣ କରିବୁ ତା ସେଇଠି ଉଠିବ ସେ ଆମକୁ ମାରିବ ଗୋଡ଼େଇକି ଛୋଟ ବଡ଼ ଗୋଟେ ଭାରିଟା ସାହସ ନା ସେ ଗିଳି ନ ଗିଳିବା ପର୍ଯ୍ୟନ୍ତ ସେ ଏଠୁ ବାହାରିବନି ସମ୍ପୂର୍ଣ୍ଣ ରୂପେ ଗୋଡ଼ ସିଧା କାଟିଲା କିନ୍ତୁ ହଁ ମାନେ ତା ଏଥର ଗିଳିଦେବ ସମ୍ପୂର୍ଣ୍ଣ ରୂପେ ସେ ତାକୁ ନ ଗିଳିବା ପର୍ଯ୍ୟନ୍ତ ସେଇଠୁ ବାହାରିବ ନାହିଁ ସମ୍ପୂର୍ଣ୍ଣ ରୂପେ ଔଷଧ ପକେଇଲା ଔଷଧ ଇଏରେ ସେ ଆସିବେନି ସ୍ପ୍ରେ କରିବାନି ସେ ରହିବେ ଆଉ ଚାଣା ପର୍ସେଣ୍ଟ ରହିଲା ଇଏ ଆଉ ବାହାର ବି କରିପାରିବ ଚାହିଁଲେ ବି ତାକୁ ଛାଡ଼ିପାରିବ କେବଳ ଗିଳିବାଟା ହିଁ ବାଟ ତାର ଯାହା ବି ହଉ ଔଷଧ ପକେଇବନି ମରିଯିବ କହିଲୁ ଆସିବ ଭୟ ଲାଗିବନି ଭୟ ଲାଗି ପାହାଡ଼ ପାଖରେ ଟିକେ ରହୁଛି ଦେଖିଲୁ ବାବା ବିରାଟ ବଡ଼ ଦେଖିପାରୁଛନ୍ତି ସାଙ୍ଗମାନେ ଏଟା କି ସାପ ଆଉ ଜାଣି ପାଖକୁ ନ୍ୟୁଟିକିରେ ଅନେଇଲା ନ୍ୟୁଟିକିରେ ଅନେଇଲା ଗିଳୁଛି ଆଉ ମତେ ଲାଗୁଛି ଢମଣା ଧମଣା ସେ ଗୋଟାଏ ଗିଳିବ ଗହୀର ବିଲରେ ବାହାଲିଆ ତମ୍ପ ଗହୀର ବିଲରେ ବାହାଲିଆ ତମ୍ପ